ବା ମାତୃରତ୍ନାବଳୀ ପାର୍ଟ 3 ଧର୍ମପଦର ଟୀକା ଆମେ ପଢୁଥିଲେ। ବୁଦ୍ଧ ତା ଭିତରେ ଅଷ୍ଟଧା ମାର୍ଗ, ଅଷ୍ଟଧା ମାର୍ଗରେ ଆମେ ଯଥାର୍ଥ ଦର୍ଶନ, ଯଥାର୍ଥ ଅଭିପ୍ରାୟ ବା ଯଥାର୍ଥ ବାସନା ଆଉ କାହାକୁ କୌଣସି ଆଘାତ ଦେଉନଥିବା ଯଥାର୍ଥ ବଚନ, ଏ ତିନିଟା ପଏଣ୍ଟ ଆଲୋଚନା କରିଛନ୍ତି। ଯଥାର୍ଥ ଦର୍ଶନରେ ଯୋଉ କହୁଛନ୍ତି ଯେ ବସ୍ତୁ ଗୁଡ଼ିକ ପ୍ରକୃତରେ ଯେପରି ସେଗୁଡ଼ିକୁ ଠିକ ସେହିପରି ଦେଖିବା, ଶୁଦ୍ଧ ଭାବରେ ଦେଖିବା, ନିର୍ଭୁଲ ଭାବରେ ଦେଖିବା, ସର୍ବୋତ୍ତମ ଭାବରେ ଦେଖିବା। ଏବଂ ମା ବର୍ଣ୍ଣନା କରୁଛନ୍ତି ଯେ ଆମର ସଚେତନ ଅବିଚ୍ଛିନ୍ନତା ବୋଧ ଆମର ଆସୁନାହିଁ। ତେଣୁ ଆମେ ଯଥାର୍ଥ ଦର୍ଶନ, ଯୋଉଟା କି ଆମର ଅନେକ ଜନ୍ମ ଧରି ଚେତନାର ଯୋଉ ବିବର୍ତ୍ତନ ରହୁଛି, ସେଇ ଦର୍ଶନଟି ଆମେ କରିପାରୁନାହୁଁ। ତାପରେ ଯଥାର୍ଥ ବାସନା ଯେତେବେଳେ କହିଲେ, ସେତେବେଳକୁ ମା କହିଲେ ଯେ ଯଥାର୍ଥ ବାସନା ବଦଳରେ ଆମେ ବରଂ ଯଥାର୍ଥ ଆକାଂକ୍ଷା ବୋଲି କହିବା। କାହିଁକିନା କାମନା ବାସନା ଆସକ୍ତିରୁ ହିଁ ଆସୁଛି ଏବଂ ତାହା ଅଜ୍ଞାନତା ପୂର୍ଣ୍ଣ ହେଇ ରହିଥାଏ। ତେଣୁ ଆମେ ଯଥାର୍ଥ ଆକାଂକ୍ଷା ବୋଲି ତାକୁ କହିବା। ତାପରେ କହୁଛନ୍ତି କାହାକୁ କୌଣସି ଆଘାତ ଦେଉନଥିବା ଯଥାର୍ଥ ବଚନ, ଏ ବିଷୟରେ ଆମେ ଆଲୋଚନା କରିସାରିଛନ୍ତି କାଲି। ଯେ ଆମେ ନିରର୍ଥକ ଶବ୍ଦ କିପରି ଉଚ୍ଚାରଣ କରିବା ନାହିଁ, ଦ୍ୱେଷଯୁକ୍ତ କଥା ନ କହି ସେଗୁଡାକୁ କିପରି ଏଡିବା, ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ତାପରେ 4 ଯଥାର୍ଥ ଆଚରଣ, ଶାନ୍ତିଯୁକ୍ତ ଓ ସାଧୁ। ଏଟା ହଉଛି ଚତୁର୍ଥ ଅଷ୍ଟଧା ମାର୍ଗର ଚତୁର୍ଥ କହୁଛନ୍ତି ଯଥାର୍ଥ ଆଚରଣ, ଶାନ୍ତିଯୁକ୍ତ ଆଉ ସାଧୁ। ଯାବତୀୟ ଦୃଷ୍ଟିକୋଣରୁ କୌଣସି କେବଳ ଭୌତିକ ସ୍ତରରେ ନୁହେଁ, ନୈତିକ ଏବଂ ମାନସିକ ସ୍ତରରେ ମଧ୍ୟ ଯଥାର୍ଥ ଆଚରଣ। ମାନସିକ ସ୍ତରରେ ସାଧୁତା ଅର୍ଜନ କରିବା ହେଉଛି ଏକ ଅତ୍ୟନ୍ତ କଷ୍ଟସାଧ୍ୟ ବିଷୟ। ଏଠି ମା ସବୁବେଳେ ଗଭୀର କଥା କହୁଛନ୍ତି। ଯଥାର୍ଥ ଆଚରଣ, ଆମେ ବାହାରକୁ ଯଥାର୍ଥ ଆଚରଣ ତ ନିହାତି ଦରକାର କରିବେ। ବହୁତ ସେଇଟା କରିବା କଷ୍ଟ, ତଥାପି କରିହବ। ଚେଷ୍ଟା କରିବେ, ଯେମିତି ଆମର ନୈତିକତା ବିଷୟରେ ଆମେ କଥା ହଉଥିଲେ ସେଦିନ। ସାଧାରଣ କର୍ମ ଭିତରେ ଦି ପ୍ରକାର କର୍ମ ବିଷୟରେ ଆଲୋଚନା କରୁଥିଲେ। ଗୋଟେ ହଉଛି ନିଷିଦ୍ଧ କର୍ମ, ଗୋଟେ ହଉଛି ନୈତିକ କର୍ମ। ନୈତିକ କର୍ମ ବିଷୟରେ ଆମେ ଆଲୋଚନା କରିଛନ୍ତି, ଯେପରିକି ସମାଜ ଏବଂ ସଂସାର ଏବଂ ଶାସନ, ଏଇ ଅନୁସାରେ ଯୋଉ ନିୟମ ଗୁଡିକ ହେଇଥାଏ ଆମେ ତାକୁ ପାଳନ କରିବା। ଏବଂ ଉତ୍ତମ ବ୍ୟକ୍ତିର ଯେମିତି କିଛି ଗୋଟେ ଆଚରଣ ଥାଏ ସେଗୁଡିକ କରିବା। ଆମେ ଯଥାର୍ଥ ଆଚରଣ କରିବା ସମ୍ଭବ। କିନ୍ତୁ ତାପରେ ଏଇଠି ଯୋଉଟା ଆଉ ଗୋଟେ କଥା କହୁଛନ୍ତି, ମାନସିକ ସ୍ତରରେ ଯଥାର୍ଥ ଆଚରଣ ଏବଂ ମାନସିକ ସ୍ତରରେ ସାଧୁତା ଅର୍ଜନ କରିବା, ଏଇଟା ଅତ୍ୟନ୍ତ କଷ୍ଟସାଧ୍ୟ ବିଷୟ। କାରଣ ଆକୁ ଆପଣ ଯୋଉମାନେ ଛଳନା କରନ୍ତି ସେଇମାନଙ୍କ ବିଷୟରେ ଆଲୋଚନା ମାନେ ଟିକେ ଚିନ୍ତାକୁ ଆଣିଲେ ଆପଣ ବୁଝିପାରିବା। ଆମେ ଯେତେବେଳେ କାହା ସହିତ କଥା ହଉଛନ୍ତି, ଆମେ ଯେତେବେଳେ କିଛି କଥା ଶୁଣୁଛନ୍ତି, ଆମେ ଶୁଣୁଛନ୍ତି ତା କଥା ଦେଖୁଛନ୍ତି, କିନ୍ତୁ ମନରେ ଆଉ କଣ କଣ ଚାଲିଛି। ସେଇ ଯୋଉ ମନରେ ଆଉ କଣ କଣ ଚାଲିଛି, ବେଳେ ବେଳେ ଆମେ ମୁହଁରେ ବହୁତ ଖୁସିରେ କଥା ହଉଛୁ କିନ୍ତୁ ଭିତରେ ଦୁଃଖୀ ଥାଉ। ଏବଂ ମୁହଁରେ ଆମେ ଯୋଉ ବ୍ୟକ୍ତି ସହିତ କଥା ହଉଛୁ, ମୁହଁରେ ରାଗ ଥିବ, ପ୍ରତିକ୍ରିୟା ଥିବ, କିନ୍ତୁ ଆମେ ଉପରକୁ ଦେଖାଉନାହୁଁ। ତାହେଲେ ଏଇଠି ଆସିଲା ମାନସିକ ଅଶୁଦ୍ଧତା। ଏଇଭଳି ଭାବରେ ମାନସିକ ଶୁଦ୍ଧତା ଅର୍ଜନ କରିବା ଅର୍ଥ ହଉଛି ଯେ ଆପଣ ବେଳେ କହିବେ ଯେ କଣ, କେହି କହନ୍ତି ଯେ ମୁଁ ଯାହା ଆସିଲା ମୁହଁରେ ମୁହଁରେ କହିଦେଲି, ତାହା ବି ଆପଣ ମାନସିକ ଶୁଦ୍ଧତା ନୁହେଁ। ତାହା ଭଲ ଗୁଣ, ଖରାପ ଗୁଣ ବୋଲି ନୁହଁ। କାହିଁକି ନା ଆପଣଙ୍କ ଭିତରେ ଏବଂ ବାହାରେ ଆପଣ ଛଳନା କରୁନାହାନ୍ତି। ଭିତରେ ଯାହା ଅଛି ବାହାରେ ଆପଣ ସେଆ ପରିପ୍ରକାଶ କରୁଛନ୍ତି। କିନ୍ତୁ ଶୁଦ୍ଧତା ଅର୍ଜନ କରିବା ବା ତାକୁ ଯଥାର୍ଥ ଆଚରଣ କରିବା, ସେଇଟା ତାହା ଉପରେ ନିୟନ୍ତ୍ରଣ କରିବା। ତା ମାନେ କୋଉଟା ଉପରେ ନିୟନ୍ତ୍ରଣ କରିବା? ବାହାରକୁ ପରିପ୍ରକାଶ ନ କରିବା ଉପରେ ନିୟନ୍ତ୍ରଣକୁ ଯେତିକି ଆପଣ ଗୁରୁତ୍ୱ ଦଉଛନ୍ତି, ଯୋଉମାନେ ସାଧୁ ଆଚରଣ କରିବାକୁ ଚେଷ୍ଟା କରନ୍ତି ବା ଭଲ ବ୍ୟକ୍ତିର ଆଚରଣ କରିବାକୁ ଚେଷ୍ଟା କରନ୍ତି, ସେମାନେ ବାହାରେ ପରିପ୍ରକାଶ ନ କରିବା ପାଇଁ ଚେଷ୍ଟା କରନ୍ତି ପ୍ରଥମେ। ଯେ ଭିତରେ ଯୋଉ ପ୍ରତିକ୍ରିୟା ରହିଛି ବା ଅଶୁଦ୍ଧତା ରହିଛି, ତାହା ବାହାରକୁ ଯେମିତି ପରିପ୍ରକାଶ ନହବ, ତାହା ବି ଆପଣ ପ୍ରଚେଷ୍ଟା କରିବେ। କିନ୍ତୁ ମାନସିକ ଶୁଦ୍ଧତା ହଉଛି ଆପଣଙ୍କ ଭିତରେ ବି ଯେପରି ପ୍ରତିକ୍ରିୟା
ନ ଆସିବ ସେଇଟା ପାଇଁ ହେଲେ ଆମକୁ ବହୁତ ପରିଶ୍ରମ ଦରକାର ଏବଂ ସେଥିପାଇଁ ଯୋଉ ଘଟଣା ଘଟୁଛି ଯାହା ଘଟୁଛି ତାହା ସମ୍ପର୍କରେ ଯଥାର୍ଥ ଜ୍ଞାନ ଆସିଲେ ଆପଣଙ୍କର ଆଚରଣଟା ଯଥାର୍ଥ ହବାର ସମ୍ଭାବନା ରହିଛି। ଯଥାର୍ଥ ଜ୍ଞାନ ଆସିଲା ପରେ ଆପଣଙ୍କର ଅହଂ ଭାବର ବିଲୁପ୍ତି ବି ଦରକାର। ଯଦି ଅହଂ ଭାବ ବିଲୁପ୍ତି ନାହିଁ, ଯଥାର୍ଥ ଜ୍ଞାନ ଆସିଲେ ତାକୁ ଆପଣ ଅହଙ୍କାର କଣ କରିବ, ତାକୁ ନିଜ ଅନୁସାରେ ତିଆରି କରିଦବ। ତିଆରି କରିଦେଲେ କଣ ହବ, ଯଥାର୍ଥ ଆଚରଣ ହେଇପାରିବ ନାହିଁ। ତେଣୁ ଅହଂ ଭାବର ବିଲୁପ୍ତି ଅର୍ଥ ହଉଛି ଭଗବତ ଏକତ୍ଵ। ତେଣୁ ଭଗବାନଙ୍କ ସହିତ ପରମଙ୍କ ସହିତ ବିସ୍ତାର ଯୋଉ ବିଶାଳ ଯୋଉ ଚେତନା ତା ସହିତ ଏକତ୍ଵ ଅର୍ଜନ କରିବା ଏବଂ ତାଙ୍କରି ଅନୁସାରେ ମୁଣ୍ଡରେ ଭାବନା, ଧାରଣା, କଳ୍ପନା, ଚିନ୍ତା ଏ ସବୁ ଯାକ ଯଦି ସେଇ ପରମଙ୍କ ଇଚ୍ଛା ଅନୁସାରେ ବା ଆମେ କହିପାରିବା ଆମ ଭିତରେ ଥିବା ଅନ୍ତରାତ୍ମାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯଦି ମନ କାର୍ଯ୍ୟ କରେ, ତେବେ ଆମେ ମାନସିକ ସ୍ତରରେ ଯଥାର୍ଥ ଆଚରଣ ବା ମାନସିକ ସ୍ତରରେ ସାଧୁତା ଅର୍ଜନ କରିପାରିବା। ତେଣୁ ମା ସେଥିପାଇଁ ବର୍ଣ୍ଣନା କରୁଛନ୍ତି, ଦେଖୁଛନ୍ତି ଯେ ମାନସିକ ସ୍ତରରେ ସାଧୁତା ଅର୍ଜନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ। ନହେଲେ ତ କହନ୍ତି ନା କଣ ସେ ହିନ୍ଦୀରେ କୁହନ୍ତି ଛୋଟା ନା କଣ ସେ ମାନେ ହସୁଥିବେ ଏବଂ ପ୍ରଶଂସା କରୁଥିବେ କିନ୍ତୁ ଭିତରେ ଆପଣ ତାଙ୍କ ବିରୁଦ୍ଧରେ କରୁଥିବେ, ମାନେ ଅନେକ ଷଡଯନ୍ତ୍ର ରଚନା କରୁଥିବେ। ଏଗୁଡାକ ମାନସିକ ସ୍ତରରେ ଏଗୁଡା ସବୁ ଅସାଧୁତା ଏବଂ ଏହାର ପରିଣାମ ପୂର୍ବରୁ ଆମେ ଆଲୋଚନା କରିଛୁ। ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର। ସେଥିରେ ଲେଖିଲେ କଣ ନା ତୁମେ କଣ କରୁଛ ନା ଯୋଉ ଆମର ଯୋଉ ଜନ୍ମ ଆମେ ଗ୍ରହଣ କରିଛେ ଅଗ୍ରଗତି କରିବା ପାଇଁ ସତ୍ୟ ପଥରୁ ବିରୁଦ୍ଧ ମାର୍ଗରେ ବା ବିପରୀତ ମାର୍ଗରେ ଆମେ ଚାଲୁଛୁ ଏବଂ ଆମର ଯୋଉ ସତ୍ୟ ପଥ ଭ୍ରଷ୍ଟ, ଯୋଉ ଖାଲି ପଥ ଭ୍ରଷ୍ଟ ନୁହେଁ, ସତ୍ୟ ଭ୍ରଷ୍ଟ ଆମେ ହେଇଯାଉଛୁ। ଏବଂ ତାର ସେଠି ଲେଖୁଛନ୍ତି ସେଇ ବ୍ୟକ୍ତି ମାନଙ୍କ ଉପରେ ଦିବ୍ୟ କୃପା କାର୍ଯ୍ୟ କରିପାରେ ନାହିଁ। ସେଥିରୁ ସେମାନେ ମୁକ୍ତ ହବା ପାଇଁ ଅନେକ ଅନେକ ସହ ଜନ୍ମ ଚାଲିଯାଏ, ଅନେକ ଅନେକ ସହ ଜନ୍ମ ଚାଲିଯାଏ, ଏପରିକି କେତେ କେତେ ଯୁଗ ଚାଲିଯାଏ ସେମାନେ ପୁଣି ଧାରାକୁ ଆସିବା ତାପରେ ତ ଅଗ୍ରଗତି ହବ। ତେଣୁ ସେମାନେ ଏଇ ଯୋଉମାନେ ମାନସିକ ସ୍ତରରେ ଅସାଧୁତା ଅର୍ଜନ କରନ୍ତି ସେମାନେ ପଥଭ୍ରଷ୍ଟ ହେଇଯାଆନ୍ତି। ଖାଲି ପଥଭ୍ରଷ୍ଟ ନୁହଁ, ସତ୍ୟ ଭ୍ରଷ୍ଟ ହୁଅନ୍ତି। ତାପରେ ଯଥାର୍ଥ ଜୀବନ ପ୍ରଣାଳୀ 5ରେ କହୁଛନ୍ତି ଯଥାର୍ଥ ଜୀବନ ପ୍ରଣାଳୀ କୌଣସି ପ୍ରାଣୀ ପ୍ରତି କେବେ ହେଲେ କୌଣସି ଅନିଷ୍ଟ କିମ୍ବା ବିପଦ ଘଟାଇବ ନାହିଁ। କୌଣସି ପ୍ରାଣୀ ପ୍ରତି କେବେ ହେଲେ କୌଣସି ଅନିଷ୍ଟ କିମ୍ବା ବିପଦ ଘଟାଇବ ନାହିଁ। ଏଇ କଥାଟି ବୁଝିବା ସହଜ ହଉଛି, କାହିଁକି ନା କାହାକୁ କ୍ଷତି କରିବେନି ମା କହୁଛନ୍ତି। ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଯାବତୀୟ ସାଧାରଣ ବୁଦ୍ଧିକୁ ଉପେକ୍ଷା କରି ଏହି ନୀତିଟିକୁ ଏକ ଅତିଶୟତାରେ ମଧ୍ୟ ପରିଣତ କରିଦେଇଥାନ୍ତି। ତାପରେ ବଢିଆ ଏକ୍ସାମ୍ପଲ କହୁଛୁ କଣ, ଯାହା ଏଠି ଜୀବ ମାନଙ୍କୁ ବିପଦ ନ ଘଟେଇବା କଥା ଯେହେତୁ କୁହାଉଛି, ବା କହୁଛନ୍ତି କେତେକ ବ୍ୟକ୍ତି କଣ କରନ୍ତି ଆକୁ ଟିକେ ବେଶୀ ଗାଢା କରିଦିଅନ୍ତି। ଅତିଶୟତା ଯୋଉଟା ଲେଖୁଛନ୍ତି ସାହିତ୍ୟିକ ଶବ୍ଦରେ ବା ଆମର ଓଡିଆ ଶବ୍ଦରେ କୁହାଉଛି, ତାକୁ ଆମେ ଯଦି ଆମର ଲୋକାଲ ଲାଙ୍ଗୁଏଜରେ କହିବା ଟିକେ ବେଶୀ ଗାଢା କରିଦେଲା। ଖାଲି ଗାଢା ନୁହଁ, ବେଶୀ ଗାଢା କରିଦେଇଛି, ଅତିଶୟତା କରିଦେଇଥାନ୍ତି। କଣ କରନ୍ତି, ଉଦାହରଣ ସ୍ୱରୂପ କାଳେ ଜୀବାଣୁ ମାନେ ପାଟିରେ ପଶି ଗିଳି ହୋଇଯିବେ, ସେଥିପାଇଁ କେତେକ ବ୍ୟକ୍ତି ପାଟି ଉପରେ ଗୋଟେ ରୁମାଲ ବାନ୍ଧିଥାନ୍ତି। ଯେମିତି ନା ନା ଜୀବାଣୁ ଗୁଡାକ ନାକ ବାଟେ ପଶିଯିବେ ମରିଯିବେ, ପାଟି ବାଟେ ପଶିଯିବେ ମରିଯିବେ। ତେଣୁ ସେମାନେ କଣ କରନ୍ତି, ସେମାନେ ପାଟିରେ କାଳେ ପଶି ଗିଳି ହେଇଯିବ, ତେଣୁ ପାଟିରେ ରୁମାଲ ବାନ୍ଧିଥାନ୍ତି। କାଳେ କୌଣସି ପୋକ ଉପରେ ସେମାନଙ୍କର ଗୋଡ ପଡିଯିବ, ସେଥିପାଇଁ ସେମାନେ ସେମାନଙ୍କ ଆଗରେ ଥିବା ରାସ୍ତାକୁ ଓଳାଇ ପରିଷ୍କାର କରି ରଖନ୍ତି। ସେ କୁଆଡେ ଗଲେ କାଳେ ଗୋଡ ପଡିଯିବ ବୋଲି ରାସ୍ତାକୁ ପରିଷ୍କାର ରଖନ୍ତି, କରି ଚାଲନ୍ତି। ମତେ ଏସବୁ କଥା ଟିକେ ଅତି ବେଶୀ ହୋଇଗଲା ପରି ଲାଗୁଛି, କାରଣ ସମୁଦାୟ ଜୀବନଟି ବର୍ତ୍ତମାନ ଯେଉଁ ଅବସ୍ଥାରେ ରହିଛି ତାହା ବିନାଶ ଦ୍ଵାରା ହିଁ ଗଠିତ ହୋଇ ରହିଛି। କାହିଁକି ବିନାଶ ଦ୍ଵାରା ଗଠିତ ହେଇଛି, ପ୍ରତ୍ୟେକ ଜୀବ କେହି କେହି ବେଳେ ବେଳେ ଯୁକ୍ତି କରନ୍ତି ବି ଏଇ କଥାଟିକୁ ନେଇକି, କଣ ଯୋଉଟା ବି ସତ୍ୟ, କଣ ନା ପ୍ରତ୍ୟେକ ଜୀବ ଯେତେବେଳେ ବଞ୍ଚୁଛି ଆଉ କୌଣସି ଏକ ଜୀବକୁ କ୍ଷତି କରିକି ବଞ୍ଚୁଛି ବା ଅନ୍ୟ କୌଣସି ଜୀବକୁ ମାରିକି ବଞ୍ଚୁଛି। ଆପଣ ଗଛକୁ ମାରୁଛନ୍ତି ନା, ଆପଣ ଗଛ ଖାଇବେ ତ, କିଛି ଖାଦ୍ୟ ଗ୍ରହଣ କରିବେ ନା କରିବେନି,
ଖାଦ୍ୟ ଗ୍ରହଣ ଯୋଉ କରିବେ ଆପଣ ଠିକ ଅଛି ନାକରେ ଦେଇଦେଲେ ପାଟିରେ ଦେଇଦେଲେ ଏବଂ ପାଦ ସଫା କଲେ ଜୀବାଣୁ ଗୁଡାକ ଯିବେ ନାହିଁ ବୋଲି, କାହିଁକି ନା ଜୀବାଣୁ ଗୁଡାକ ମରିଯିବେ କାଳେ। କେତେ କେତେ ମାଇକ୍ରୋବ୍ସ ଅଣୁଜୀବ ମାନେ ମରୁଛନ୍ତି ଆମର ଭିତରେ ପଶିକିରି, ଆମର ଯୋଉ ଆଣ୍ଟି ଇମ୍ୟୁନ ସିଷ୍ଟମ, ରୋଗ ପ୍ରତିରୋଧକ କ୍ଷମତା ବଳରେ। ଆପଣ ଜାଣିଛନ୍ତି? ଆପଣ ଜାଣୁନାହାନ୍ତି, ତାହେଲେ କେମିତି ହବ? ତାପରେ ଆପଣ ଖାଇବେ ତ ନା କିଛି ଖାଇବେ? ଯେତେବେଳେ ଜୀବଟିଏ, ଆମେ ଗଛ ଖାଉଛୁ, ଶାଗ ଖାଆନ୍ତୁ, ଫଳ ଖାଆନ୍ତୁ, ଯାହାବି ଖାଆନ୍ତୁ, ଆପଣ ଅନ୍ୟ କୌଣସି ଗୋଟେ ଗଛକୁ ଆପଣ ଗଛଟି ଗୋଟେ ଜୀବ ଯଦି ସେ ଦୃଷ୍ଟି ଦେଖିବା। ଆଉ କିଏ ଜଣ କହନ୍ତି ଖାଲି ପ୍ରାଣୀ ମାନଙ୍କୁ ମାରିଲେ କେବଳ ହିଂସା, ସେମିତି କଣ? ତେଣୁ ମା ଏଠି ଯୋଉ କହୁଛନ୍ତି ଯେ ଆମର ଯୋଉ ବର୍ତ୍ତମାନ ଆମେ ବଞ୍ଚିଛନ୍ତି, ଯୋଉ ସମୁଦାୟ ଜୀବନଟି ବର୍ତ୍ତମାନ ଯେଉଁ ଅବସ୍ଥା ରହିଛି ତାହା ବିନାଶ ଦ୍ଵାରା ଗଠିତ ହୋଇ ରହିଛି। ମାତ୍ର ଯଦି ତୁମେ କଥା ଗୁଡିକୁ ଉଚିତ ଅର୍ଥରେ ବୁଝିବ, ତେବେ ତାହାର ଏଇ ଅର୍ଥ ହେବ ଯେ ଆମେ ଅନିଷ୍ଟ ଘଟାଇବାର ଯାବତୀୟ ସମ୍ଭାବନାକୁ ଏଡିବା ଲାଗି ଚେଷ୍ଟା କରିବା, ଯେମିତି ଆମ ଦ୍ଵାରା କୌଣସି ପ୍ରାଣୀର କ୍ଷତି ହବ ନାହିଁ। ଆମେ ଇଚ୍ଛାକୃତ ଭାବରେ କୌଣସି ପ୍ରାଣୀ ଲାଗି ଅନିଷ୍ଟ ବା ପ୍ରମାଦ ଘଟାଇବା ନାହିଁ। ଏଠାରେ ତୁମେ ପ୍ରାଣୀ ମାତ୍ରେ ସମସ୍ତଙ୍କୁ ମଧ୍ୟ ଅନ୍ତର୍ଗତ କରି ରଖିବ। ଏବଂ ବିଶ୍ଵ ବ୍ରହ୍ମାଣ୍ଡରେ ଯେଉଁଠି ଯେତେ ଯାହା ଜୀବନ ଧରି ରହିଛି, ଯଦି ତୁମେ ଏହି ସାବଧାନତା ଏବଂ ଦୟାଳୁତାକୁ ସମସ୍ତଙ୍କ ଲାଗି ପ୍ରସାରିତ କରିଦେଇ ପାରିବ, ତେବେ ତାହା ତୁମର ଅନ୍ତର୍ଗତ ଅଭିବୃଦ୍ଧି ଲାଗି ପ୍ରକୃତରେ ଅତ୍ୟନ୍ତ ଅନୁକୂଳ ହବ। ଏଠି ସେଇଥିପାଇଁ କହିଲେ ଯେ ସମସ୍ତଙ୍କୁ ଆପଣ ଇନକ୍ଲୁଡ କରିବେ, ମାନେ ଗଛ, ଜୀବ, ଅଣୁଜୀବ ସମସ୍ତଙ୍କୁ ଇନକ୍ଲୁଡ ହେବେ। ଏବେ ଆପଣ ଦେଖନ୍ତୁ ଅନେକ ସମୟରେ ସେଇଥିପାଇଁ ମା କୁହନ୍ତି କୌଣସି ଗଛରୁ ଫଳ ତୋଳିଲା ବେଳେ ବି ତାକୁ କହିକି ତୋଳିବ, ଅନୁମତି ଆଣି ତୋଳିଥିବ। ଏବଂ ଯେତେବେଳେ ଗଛ କୋଉଠି କଟା ହଉଛି ସେ ତ ଆହୁରି ବଡ କଥା, ତାକୁ ପୂଜା କରିବେ, ତାକୁ ପ୍ରାର୍ଥନା କରିବେ, ତାକୁ ଜଣେଇବେ, ତାପରେ ଯାଇ ଗଛଟି କାଟିବେ। ଏବଂ ଏବେ ରିସେଣ୍ଟଲି ଯୋଉ କହିଲେ ଯେ ଆମର ଭାରତ ମାନଚିତ୍ର, ଅଖଣ୍ଡ ଭାରତ ମାନଚିତ୍ର ଯୋଉଟା ରହିଛି, ତା ଆଗରେ ସେ ଗଛର ଡାଳଟା ବାହାରି ଆସିଛି, ସେ ସାଙ୍ଗେ ସାଙ୍ଗେ ଯାଉଛନ୍ତି ତାକୁ ଭାଙ୍ଗିଦେବା ପାଇଁ। ମୁଁ କହିଲି କାହିଁ ଭାଙ୍ଗିବାକୁ ଯାଉଛ? ନା ସେଠି ସମାଧି ପାଖରେ ପ୍ରଣାମ କଲେ ଭାରତ ମାନଚିତ୍ର ଦେଖା ଯାଉନାହାନ୍ତି। ମୁଁ କହିଲି ତମକୁ ଦେଖା ନ ଯିବେ ବୋଲି ତମେ ଡାଳଟା ଭାଙ୍ଗିଦବ? ଗଛର ଯୋଉ ଯେତିକି ପତ୍ର ତମେ ଭାଙ୍ଗି ଦଉଛ, ଡାଳଟା ଭାଙ୍ଗୁଛ, ସେଟା ବି ହିଂସା। ଆପଣ ଦେଖିଥିବେ ଆମର ଏଇଠି ଯୋଉ କାମିନୀ ଗଛ ଯୋଉ ଦୁଆର ମୁହଁରେ ଅଛି ବରଣ୍ଡା ପାଖରେ, ଲୋକ ସେପଟେ ଯାଉଥିବେ ଆସୁଥିବେ ପତ୍ରଟେ ଛିଣ୍ଡେଇ ଦେବେ, ଟାଣିଦେବେ। କିନ୍ତୁ କୋଉଠି ଗଛ ଆପଣଙ୍କର ଅଧିକ ଯୋଉଗୁଡାକ ଆପଣଙ୍କର କାର୍ଯ୍ୟ ପାଇଁ ଅନ୍ୟ କୌଣସି ଦୃଷ୍ଟିକୋଣ, ସେଠୁ ଗଛ ଉପଡା ହବା ଦରକାର, କହିକି ଉପାଡି ଦେବେ, କଣ ଅସୁବିଧା ଅଛି? କିନ୍ତୁ ଆଉ ଜଣେ ଯୋଉ ଅତିଶୟୋକ୍ତି କରନ୍ତି, କଣ କୁହନ୍ତି? ତୁ ଗଛ ତ ଖାଲି ତମେ ଉପାଡି ଦଉଛୁ। ଆଉ ଯୋଉଠି ଯାହା ଆବଶ୍ୟକ ହଉଛି କହିକି ଉପାଡିବ, ସେଇଟା ଅଲଗା କଥା। ଏବଂ ତେଣୁ ଚେଷ୍ଟା କରିବ ଯେମିତି କୌଣସି ଅନିଷ୍ଟ ନ ହୁଏ। ତା ଅର୍ଥ ନୁହେଁ ଯେ ଗଛ ସବୁ ଯାକ ସବୁବେଳେ ପୁରା ଯୋଉଠି ଯାହା ଥିବ ଗଛ ପ୍ରାଣୀ ଯାହା ଥିବ ତମେ ତାଙ୍କୁ ସେମିତି ଛାଡିଦବ, ସେମିତି ଛାଡିଦେଲେ ବି ହବନି। ଯେତେବେଳେ ତମେ କରିବ ଯେମିତି କାହାରି ଅନିଷ୍ଟ ନ ହୁଏ, ତାହା ତୁମେ ନିଶ୍ଚୟ ସାବଧାନତା ଅବଲମ୍ବନ କରିବ, ସବୁ ସମ୍ଭାବନାକୁ ଏଡେଇବ ଯେମିତି କାହାର କ୍ଷତି ନ ହୁଏ। ଏବଂ କୌଣସି କାରଣରୁ ଯଦି କିଛି ତମର ସେମିତି କିଛି ଆବଶ୍ୟକ ପଡିଲା, ତେବେ ତାକୁ ପ୍ରାର୍ଥନା କରିବ, ତାକୁ ଜଣେଇବ, ତାପରେ ତୁମେ ସେ ଜାଗାଟିକୁ ସଫା କରିବ। ଇଏ ଗଲା ଯଥାର୍ଥ ଜୀବନ ପ୍ରଣାଳୀ। 6 ଅଷ୍ଟଧା ମାର୍ଗର 6ଟା ହଉଛି ଯଥାର୍ଥ ପ୍ରୟାସ। ପ୍ରୟାସ ତ ପ୍ରୟାସ, ପୁଣି ଯଥାର୍ଥ ପ୍ରୟାସ, ମାନେ ଚେଷ୍ଟା କରିବେ ଯେ ଯଥାର୍ଥ ଭାବରେ ଚେଷ୍ଟା କରିବେ। ମା ଲେଖୁଛନ୍ତି ନିରର୍ଥକ ବସ୍ତୁ ଗୁଡିକ ଲାଗି ତୁମେ ଆଦୌ କୌଣସି ନିରର୍ଥକ ପ୍ରୟାସ କରିବ ନାହିଁ, ବରଂ ଅଜ୍ଞାନ ଉପରେ ବିଜୟୀ ହୋଇପାରିବା ଲାଗି ତୁମେ ଆପଣା ପ୍ରୟାସର ସକଳ ଶକ୍ତିକୁ ସଞ୍ଚିତ କରି ରଖିବ। ଆପଣାକୁ ମିଥ୍ୟାର କବଳରୁ ମୁକ୍ତ କରିବା ଲାଗି ତାହାକୁ ସଞ୍ଚୟ କରି ରଖିଥିବ। ତେବେ ଦେଖିବ ତୁମେ ଯଥେଷ୍ଟ ପ୍ରୟାସ କରିସାରିଲଣି ବୋଲି ଆଉ କେବେ ହେଲେ କହିପାରିବ ନାହିଁ। ଏଠି ଆପଣ ଦେଖିବେ କେତେ ଗୋଟେ ଜାଗାରେ ଗୋଷ୍ଠୀ ମାନେ ଏକାଠି ହୁଅନ୍ତି, କଣ କରିବା ପାଇଁ କହିଲେ? ଟେକା ପକେଇବା ପାଇଁ। ଏବେ ନ୍ୟୁଜ ଦେଖୁଥିବେ କେତେ ଗୁଡା ଜାଗାରେ ଗୋଷ୍ଠୀ ଏକାଠି ହୁଅନ୍ତି କଣ କରିବା ପାଇଁ? ନା ଭାଙ୍ଗିବା ପାଇଁ। କେତେ ଗୋଟେ ଜାଗାରେ ଗୋଷ୍ଠୀ ଏକାଠି ହୁଅନ୍ତି ଗଛ ଲଗେଇବା ପାଇଁ। କେତେ ଗୋଟେ ଜାଗାରେ ଗୋଷ୍ଠୀ ଏକତ୍ର ହୁଅନ୍ତି କିଛି ସମାଜର କୌଣସି ଏକ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ। ତେଣୁ ଏଇ ହଉଛି ଫରକ। ଗୋଷ୍ଠୀ ଏକାଠି ହଉଛନ୍ତି, କଣ ପାଇଁ ହଉଛନ୍ତି? ଆମେ ଚେଷ୍ଟା କରୁଛେ, କଣ ପାଇଁ ଚେଷ୍ଟା କରୁଛେ?
ନିଜକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛେ ତାହେଲେ ଇଗୋ ସାଟିସ୍ଫାଏ ହବ। ତାମାନେ ଆପଣ ଭଗବତ ଭଗବାନ ତମ ମଧ୍ୟରେ ତମେ କଣ କରୁଛ ନା ପ୍ରାଚୀର ସୃଷ୍ଟି କରୁଛ, ଯେତେବେଳେ ନିଜକୁ ପ୍ରୟାସ କରୁଛ, ଜବରଦସ୍ତ ନିଜକୁ ପ୍ରତିଷ୍ଠା କରିବାକୁ ଯାଉଛ। ସେଇଥିପାଇଁ ମା କହୁଛନ୍ତି ଅଜ୍ଞାନ ଉପରେ ବିଜୟ ହୋଇପାରିବା ଲାଗି ଯୋଉ ପ୍ରଚେଷ୍ଟା କରୁଛ, ତାହେଲେ ସେଇଟା ହଉଛି ତୁମର ଯଥାର୍ଥ ପ୍ରୟାସ। କଣ କହୁଛନ୍ତି? ଯେକୌଣସି ନିରର୍ଥକ ପ୍ରୟାସ କରିବ ନାହିଁ, ବରଂ ଅଜ୍ଞାନ ଉପରେ ବିଜୟୀ ହୋଇପାରିବା ଲାଗି ତୁମେ ଆପଣାର ପ୍ରୟାସର ସକଳ ଶକ୍ତିକୁ ସଞ୍ଚିତ କରି ରଖିବ। ମିଥ୍ୟା କବଳରୁ ମୁକ୍ତ ହେବା ପାଇଁ ତୁମେ ତାକୁ ସଞ୍ଚୟ କରିବ। ତାହେଲେ ସେଇଟା ହେଲା ଯଥାର୍ଥ ପ୍ରୟାସ। ମିଥ୍ୟା କବଳରୁ ମୁକ୍ତ ହବା ପାଇଁ କେମିତି ସୁନ୍ଦର ଭାବରେ ମିଛ କହିବ ନୁହଁ, କେମିତି ସୁନ୍ଦର ଭାବରେ ମିଥ୍ୟା ଆଚରଣ କରିବ ନୁହଁ, କେମିତି ସୁନ୍ଦର ଭାବରେ ନିଜକୁ କ୍ଷମତା ପାଇଁ, ମାନ ଯଶ ପାଇଁ ପ୍ରତିଷ୍ଠା କରିବ, ସେଥିପାଇଁ ପ୍ରୟାସ କରିବ ନାହିଁ। ସେ ପ୍ରୟାସ ଗୁଡାକ ହଉଛି ନିରର୍ଥକ ପ୍ରୟାସ। ଯେତେ ଚେତନାର ଅଗ୍ରଗତି ହବ, ସତ୍ୟକୁ ଗ୍ରହଣ କରିବ, ମିଥ୍ୟା ଉପରେ ବିଜୟ ହାସଲ କରିବ, ଅଜ୍ଞାନତା ଉପରେ ବିଜୟ ହାସଲ କରିବ, ଯୋଉ ଜୋର ଲଗା କେ ଯେମିତି ହାଇସା କହନ୍ତି ନା, ଜୋର ଲଗେଇକିରି ନିଜକୁ ପ୍ରତିଷ୍ଠା କରିବେ, ନିଜର ଅଜ୍ଞାନତାକୁ ସପୋର୍ଟ କରିବା ପାଇଁ ଅନେକ ଯୁକ୍ତି ଦେଖେଇବେ, ତେବେ ତାହା ନିରର୍ଥକ ପ୍ରୟାସ। ଅଗ୍ରଗତି ଯୋଉଥିରେ ହବ, ନୂଆ କଥା ଶିଖିବାର ହବ, ନୂଆ କଥା ଜାଣିବାର ହବ। ଜଣେ କେତେ ଜଣ ଗୋଟେ ଜଣେ କହିଲେ ଯେ ତାଙ୍କର ଆଇଡିଅଲ ହଉଛନ୍ତି କିଏ ସିନା ହିଟଲର। ଏମିତି ଅନେକ ଲୋକ ଥାନ୍ତି ଯୋଉମାନଙ୍କ ଆତଙ୍କବାଦୀ, ତାଙ୍କର ଆଇଡିଅଲ କଣ? ସେମାନଙ୍କର କଣ ଧାରଣା ଯେ ଯୋଉମାନେ କେବଳ ଆଲ୍ଲାହ ହଉଛନ୍ତି କେବଳ ଭଗବାନ, ସେ ଭଗବାନ ଦେଖିନାହାନ୍ତି, ଯାହା ମୁଣ୍ଡରେ ପଶିଛି। ବଡ ମହାନ ମହାନ ଜ୍ଞାନୀ, କିନ୍ତୁ ମୁଣ୍ଡରେ କଣ ନା ଯୋଉମାନେ ଆଲ୍ଲାହକୁ ନ ମାନିଲେ ସେମାନେ ହଉଛନ୍ତି ବିଧର୍ମୀ, ସେମାନଙ୍କୁ ହତ୍ୟା କଲେ ତମେ ସ୍ୱର୍ଗକୁ ପ୍ରାପ୍ତ ହବ, ଜନ୍ନତ ପ୍ରାପ୍ତ ହବ। ତେଣୁ ଆତଙ୍କବାଦୀ, ତାଙ୍କ ଧାରଣା ସେଇଭଳିଆ ହେଲା। ତେଣୁ ଇଏ ସବୁ ହଉଛି ନିରର୍ଥକ ପ୍ରୟାସ। କାହିଁକି ନା ଭଗବାନଙ୍କର ଦାୟିତ୍ୱ ସମସ୍ତଙ୍କୁ ସେ କଣ କରନ୍ତି, ଯିଏ ଯୋଉ ସ୍ତରରେ ଥାଉ। ଯେମିତି ଶିକ୍ଷକର ଦାୟିତ୍ୱ କଣ? ଶିକ୍ଷକ ଦାୟିତ୍ୱ ହଉଛି ପିଲାଟିଏ ଯୋଉ କ୍ଲାସରେ ଆଡମିସନ କରିଛି ସେଇ କ୍ଲାସରେ ତାକୁ ବୁଝେଇଲା ଭଳିଆ, ସିଏ ଜାଣି ପାରିଲା ଭଳିଆ, ସିଏ ଧରି ପାରିଲା ଭଳିଆ ପରିବେଶ ପରିସ୍ଥିତି ସୃଷ୍ଟି କରିବେ, ଯୋଉଥିରେ ସିଏ ତାର ନିଜର ଶିକ୍ଷା ଗ୍ରହଣ କରି ଚାଲିବ। ତେଣୁ ଯୋଉ ଲେବୁଲର ଲୋକ ଅଛନ୍ତି ସେଇ ଲେବୁଲରେ ଶିକ୍ଷା ଗ୍ରହଣ ହବ। ଏଥିରେ ତମର କିଛି ହସ୍ତକ୍ଷେପ କରିବାର ନାହିଁ। ତମେ କିଏ ସେ ସ୍ଥିର କରିବ ଯେ ସିଏ ନର୍ସରୀରେ କାହିଁ ପଢିବ? ସେ +2 ପଢିବା କଥା। ଯଦି ସେ +2 ପଢୁନି, ନର୍ସରୀରେ ପଢୁଛି, ତାକୁ ହତ୍ୟା କର, ତାର କିଛି ଅର୍ଥ ନାହିଁ। ତେଣୁ ଯଥାର୍ଥ ପ୍ରୟାସ ହଉଛି ତୁମେ ତୁମ ଉପରେ କେତେ ବିଜୟ ହାସଲ କରୁଛ, ତୁମର ଯୋଉ ପ୍ରବୃତ୍ତି ରହି ତାକୁ ଚିହ୍ନି ପାରୁଛ? ନିଜ ଉପରେ ନିଜର ନିୟନ୍ତ୍ରଣ ହାସଲ ହେଲାଣି, ପ୍ରଭୁତ୍ୱ ଅର୍ଜନ କରିବା ତ ବହୁତ ଦୂରର କଥା। ନିଜକୁ ଆଗ ଚିହ୍ନ, ନିଜର ଗତି ସକଳକୁ ଚିହ୍ନ, ନିଜର ସମ୍ଭାବନା ସକଳକୁ ଚିହ୍ନ, ନିଜର ସାମର୍ଥ୍ୟକୁ ଚିହ୍ନ। କିନ୍ତୁ ନିଜର ସାମର୍ଥ୍ୟକୁ ପ୍ରତିଷ୍ଠା କରିବା ପାଇଁ, ନିଜକୁ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରନି। ତୁମେ ତାକୁ ଚିହ୍ନ, ତାକୁ ଚିହ୍ନିକିରି ତାକୁ ଯେତେବେଳେ ଭଗବାନଙ୍କ ପାଇଁ, ମାଙ୍କ ପାଇଁ, ସତ୍ୟ ପାଇଁ, ଆଲୋକ ପାଇଁ, ଉନ୍ନତି ଅଗ୍ରଗତି ପାଇଁ ତାକୁ ବ୍ୟବହାର କରୁଛ। ତମେ କହିବ ଅଗ୍ରଗତି, ତମ ଅଗ୍ରଗତି କୋଉ ଅଗ୍ରଗତି? ନା ବାହାରରେ ମୋର ମାନ ଯଶ ମିଳିବ, ତାହେଲେ ସିଏ ହେଲା ନିରର୍ଥକ ପ୍ରୟାସ। ଚେତନାର ଅଗ୍ରଗତି ଯଥାର୍ଥ ପ୍ରୟାସ। କାହିଁକି ଦେଖନ୍ତୁ, ଯେତେବେଳେ ଆପଣ ମାନ ସମ୍ମାନ ପାଇଁ ଯେତେବେଳେ ଆପଣ ଅଗ୍ରଗତି କରୁଛନ୍ତି ବା ପ୍ରୟାସ କରୁଛନ୍ତି, ସେତେବେଳେ ଆପଣ ଦେଖିବେ ଆପଣ ସଂକୀର୍ଣ୍ଣ ମନା ହେଇଯାଉଛନ୍ତି। ଦେଖିଦେବେ, ଜାଣିପାରିବେ ଆପଣ। କାହିଁକି ନା ଆପଣ ସୀମିତ ହେଇଯାଉଛନ୍ତି, ଆପଣ ଭେଦଭାବ କରିବା ଆରମ୍ଭ ହବ, ଏମିତି ସବୁ ଚାଲିବ। ଯେତେବେଳେ ଆପଣ ଭଗବାନ ପାଇଁ ବଞ୍ଚିବେ, ମାଙ୍କ ପାଇଁ ବଞ୍ଚିବେ, ତାଙ୍କ ପାଇଁ ଚେଷ୍ଟା କରିବେ, ଆପଣ ଦେଖିବେ ଆପଣଙ୍କୁ ସମସ୍ତେ ସମସ୍ତେ ନିଜର ନିଜର ଲାଗୁଥିବେ, ବିସ୍ତାର ହେଇଯିବେ। ତେଣୁ ସେଇ ଯୋଉ ପ୍ରୟାସଟା ହଉଛି ଯଥାର୍ଥ ପ୍ରୟାସ। ଆଜି ଆମେ ଆଲୋଚନା କଲେ ଯଥାର୍ଥ ଆଚରଣ, ଯଥାର୍ଥ ଜୀବନ ପ୍ରଣାଳୀ, ଯଥାର୍ଥ ପ୍ରୟାସ। ତାମାନେ ଆମେ ଯଦି ଦେଖିବା ସବୁବେଳେ ଯୋଉଠି ଯଥାର୍ଥ ଆଚରଣ ଆମେ ଆଲୋଚନା କଲେ ମାନସିକ ସାଧୁତା ଉପରେ, ଆପଣ ବାହ୍ୟ ଆଚରଣ ସହିତ ଅନ୍ତଃ ଆଚରଣ, ଅନ୍ତଃ ଆଚରଣଟା ଯୋଉଟାକୁ ବାହାରକୁ ଦେଖାଯାଏନି, ସେଥିପାଇଁ କୁହାଯାଏ ଯେ ତୁମେ କିଏ ଦେଖୁ ନ ଦେଖୁ ତୁମେ ତ ନିଜକୁ ଦେଖୁଛ, କିଏ ଜାଣୁ ନ ଜାଣୁ ତୁମେ ତ ନିଜକୁ ଜାଣୁଛ, କିଏ ଦେଖୁ ନ ଦେଖୁ ତୁମେ ଦେଖୁଛ, ତୁମେ ଜାଣୁଛ, ଏବଂ ଯିଏ ସର୍ବମୟ କର୍ତ୍ତା ସିଏ ନିଶ୍ଚୟ ଦେଖୁଛନ୍ତି। ତେଣୁ ତୁମେ ତୁମ ପାଖରେ ସାଧୁ ହୁଅ, ତୁମେ ତୁମ ପାଖରେ ସଚ୍ଚୋଟ ହୁଅ। ଯଦି ସେତିକି ବି ପ୍ରୟାସ କରିବେ, ତାପରେ ଦେଖିବେ ଆପଣ ଭଗବାନଙ୍କୁ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ଯଦି ନିଷ୍ଠାପର ଭାବରେ ଆମେ ସେଇଟା ବି କରିବା, ତେବେ ଭଗବତ ଶକ୍ତି ଯେ ଅଛନ୍ତି ତାପରେ ଆମର ସେ ସ୍ପଷ୍ଟ ଅନୁଭବ ଆସିଯିବ।
ତାପରେ ଯୋଉ ଯେତେବେଳେ ଯଥାର୍ଥ ଜୀବନ ପ୍ରଣାଳୀ କହୁଛନ୍ତି, ଜୀବନ ପ୍ରଣାଳୀ ସହିତ ସେଥିରେ ସେ ଲେଖୁଛନ୍ତି ଆକ୍ଚୁଆଲି କୌଣସି ପ୍ରାଣୀ ପ୍ରତି ଯୋଉ ଅନିଷ୍ଟ କରିବା ବା ବିପଦ ନ ଘଟେଇବା କଥା କୁହାଯାଉଛି। ତେଣୁ ସେଠି ସେ କହୁଛନ୍ତି ଯୋଉ ଅତିଶୟୋକ୍ତି କର ନାହିଁ। ମା ଲେଖୁଛନ୍ତି ଅତିଶୟୋକ୍ତି କରିକି ଏଇଟା ଯୋଉଟା ହଉଛି ସେଇଟା ହଉଛି ବାହାରକୁ ଯେମିତି ବେଶୀ ଦେଖେଇଲା ଭଳିଆ। କିନ୍ତୁ ବେଳେ ବେଳେ କଣ ହୁଏ, ସେ ଯୋଉ ଅତିଶୟୋକ୍ତି ଯୋଉଟା ବି ହେଇଥିଲା ତାର କାରଣ ହଉଛି ଟିକେ ବି ଯଦି ଢିଲା ଦଉଛନ୍ତି, ତେବେ ମନୁଷ୍ୟ କଣ କରୁଛି, ସେଇ ଢିଲା ଟା ବେଶୀ ଢିଲା ହେଇଯାଉଛି, ତାପରେ ଅବହେଳା ହେଇଯାଉଛି। ତାପରେ ସିଏ ମାନେ ଓଲଟାଟାକୁ ବି ଠିକ ବୋଲି ଗ୍ରହଣ କରିବ ଏବଂ ଏକ୍ସକ୍ୟୁଜ ନବ। ଯେମିତି ସମସ୍ତେ କୁହନ୍ତି ଅନ୍ୟର ମଙ୍ଗଳ ପାଇଁ ମିଛ କହିଲେ ସେଇଟା ମିଛ ନୁହଁ, ସେଇଟା ସତ୍ୟ। ଏଇ ପ୍ରକାରର କ୍ଲୁ ଦବା ଆରମ୍ଭ କରନ୍ତି। ତେଣୁ ଯଥାର୍ଥ ଆଚରଣ ହଉଛି ଯେତେବେଳେ କହୁଛନ୍ତି ସେତେବେଳେ ସ୍ପଷ୍ଟ କରୁଛନ୍ତି ଯେ ତୁମେ ନିଜ ଭିତରୁ ଏମିତି ସମ୍ଭାବନା ସୃଷ୍ଟି କରିବ ନାହିଁ ଯଦ୍ଵାରା କାହାର କୌଣସି କ୍ଷତି ହବ। ଲୋକେ କଣ କରନ୍ତି, ଯୋଉ ଆପଣ ଅନ୍ୟର କ୍ଷତି ସାଧନ କରିବା ପାଇଁ କେତେ ଚକ୍ରାନ୍ତ କରନ୍ତି। ରାଜନୀତି କରନ୍ତି। ରାଜନୀତି ୱାର୍ଡ ଟା ତ ଏବେ ତ ହେଇଗଲାଣି ଯେମିତି ଅନ୍ୟର କ୍ଷତି ସାଧନ କରିବା ପାଇଁ। ଖଳ ନୀତି ଆମେ ତାକୁ କହିପାରିବା। ଖଳ ନୀତି କରନ୍ତି, ଅନ୍ୟ ନାଁରେ ମିଛ ସତ କୁହନ୍ତି। ଏଇ ସବୁ ଜିନିଷ ଉପରେ ଏଇଟା ଯୋଉଟା ବାହ୍ୟ ଆଚରଣ ଉପରେ ସେଥିପାଇଁ କହୁଛନ୍ତି ଯେ ତୁମର ଜୀବନ ପ୍ରଣାଳୀ ଭିତରେ ସେମିତି କିଛି କାର୍ଯ୍ୟ ପ୍ରଣାଳୀ ନ ରହୁ ଯେମିତି ତୁମେ ଅନ୍ୟ କାହାର କ୍ଷତି କର। ସେଥିପାଇଁ ମା ସେଠି ଲେଖିଲେ ସବୁ ପ୍ରକାର ଜୀବକୁ ଆପଣ ଧରନ୍ତି। ଏଠି କେବଳ ଅ ପ୍ରାଣୀ କହିଲେ ଏଇ ଯୋଉ କଣ ଆମେ ଯୋଉ କହୁଛନ୍ତି ପଶୁ ପକ୍ଷୀ ମାଛ ଏଇମାନ ବୋଲି କଥା କହୁନି, ସମସ୍ତ ଜୀବନ ସେମାନଙ୍କୁ ଯେମିତି କ୍ଷତି ନ ହୁଏ। ଛୋଟ ଛୋଟ କଥା ବି କହିଲେ ଯେମିତି ଉଦ୍ଭିଦର କ୍ଷତି ନ ହୁଏ, ପତ୍ର ର କ୍ଷତି ନ ହୁଏ, ଏସବୁ ଜିନିଷ କହିଲେ। ତାପରେ ଯେତେବେଳେ ଯଥାର୍ଥ ପ୍ରୟାସ କହୁଛନ୍ତି ତ ଆମର ଆଖି ଖୋଲି ଦଉଛନ୍ତି। ସ୍ପଷ୍ଟ କଥା କହୁଛନ୍ତି, ଜଣେଇ ଦଉଛନ୍ତି ଯେ ତୁମେ ଯେତେବେଳେ ନିଜର ଅଧୋଗତି କରିବା ପାଇଁ, ନିଜକୁ ପ୍ରତିଷ୍ଠା କରିବା ପାଇଁ, ନିଜର ଅଜ୍ଞାନତାକୁ ଆମେ ସମର୍ଥନ କରିବା ନାହିଁ, ନିଜର ଅଜ୍ଞାନତାକୁ ପ୍ରତିଷ୍ଠା କରିବା ପାଇଁ ଯାହା ଯାହା ପ୍ରୟାସ କରୁଛନ୍ତି ସେ ସବୁ ହଉଛି ନିରର୍ଥକ ପ୍ରୟାସ। ସବୁ ମାଙ୍କ ଉପରେ ଯୋଉ ଆମେ ତାଙ୍କ ଉପରେ ଆମ ଭିତରେ ଥିବା ଅନ୍ତରାତ୍ମାକୁ ଆହ୍ୱାନ କରି ତାଙ୍କ ଦ୍ଵାରା ପରିଚାଳିତ ହବା ପାଇଁ ଯୋଉ ପ୍ରୟାସ କରିବା ସେଇଟା ହଉଛି ଯଥାର୍ଥ ପ୍ରୟାସ। ତେଣୁ ଏଇ ଯୋଉ ତମେ ଛଅଟା ଆଲୋଚନା କଲେ, ପ୍ରଥମେ କଥା ହେଇଥିଲେ ଯଥାର୍ଥ ଦର୍ଶନ, ତାପରେ ଯଥାର୍ଥ ଅଭିପ୍ରାୟ ବା ଯଥାର୍ଥ ବାସନା, କାହାକୁ କୌଣସି ଆଘାତ ଦେଉନଥିବା ଯଥାର୍ଥ ବଚନ, ଯଥାର୍ଥ ଆଚରଣ, ଯଥାର୍ଥ ଜୀବନ ପ୍ରଣାଳୀ ଆଉ ଯଥାର୍ଥ ପ୍ରୟାସ। ଏଇ ଛଅଟି ଯାକ ଯେକୌଣସି ଗୋଟିକକୁ ବି ଯଦି ଆମେ ପ୍ରଚେଷ୍ଟା କରିବା ତେବେ ତାହା ଆମକୁ ଅନ୍ୟ ଗୁଡିକୁ ମଧ୍ୟ ପ୍ରାପ୍ତ କରିବାରେ ସାହାଯ୍ୟ କରିବ। ଆଜି ଗୋଟେ ଗପଟେ ଦେଖୁଥିଲି, କେତେକ ବ୍ୟକ୍ତି ଥାନ୍ତି କୋଉ ପ୍ରକାରର ବ୍ୟକ୍ତି ଥାନ୍ତି ଦେଖନ୍ତୁ। ଆଜି ଗୋଟେ ଗପ ଶୁଣୁଥିଲି, ସେଟା ହଉଛି ଜଣେ ସେଠ ଥିଲେ। ସିଏ ତାଙ୍କର ଯାହା ଧନରତ୍ନ ରୋଜଗାର କରନ୍ତି ତାଙ୍କର ନୈତିକ ଭାବରେ ସାଧୁତା ପୂର୍ଣ୍ଣ ଭାବରେ ସେ ତାଙ୍କର ଅର୍ଥ ଉପାର୍ଜନ କରନ୍ତି ଏବଂ ତାକୁ ଯୋଉଠି ଯେତିକି ଅ ଯାହା ପାକୁ ଦରକାର ହବ ଯେତିକି ଦିଅନ୍ତି। ସେମିତି ନୁହଁ ଯେ ଗୁଡାଏ ଦାନ ଧର୍ମ କରନ୍ତି ଦେଖେଇ ହେବା ପାଇଁ ଯେ ମୁଁ ଦଉଛି ମୁଁ ଦଉଛି ବା ମୁଁ ଦାନି କରନା, ଏମିତି ନାହିଁ। ଯେତେବେଳେ କେହି କିଛି ଆସି ତାଙ୍କ ପାଖରେ ପହଞ୍ଚନ୍ତି ଏବଂ ତାଙ୍କୁ ପ୍ରାର୍ଥନା କରନ୍ତି ବା ସହଯୋଗ ହାତ ବଢାନ୍ତି, ସେତେବେଳେ ସେ ତାଙ୍କୁ କେବଳ ଏମିତି ସାହାଯ୍ୟ ଦାନ କରିକିରି ବଡଲୋକ ହବାର ଅର୍ଥ ନୁହଁ, ତାଙ୍କୁ ଦେଖନ୍ତି ତାଙ୍କର କୋଉଥିରେ ସାହାଯ୍ୟ ହବ। ଜଣେ ଆସି ଅର୍ଥ ମାଗିଲେ ବି ବେଳେ ବେଳେ ସେ ପଚାରନ୍ତି ତମର କଣ ଆବଶ୍ୟକ ରହିଛି, କୋଉଥିପାଇଁ କହୁଛ, କଣ କରୁଛ। ତାଙ୍କର ଯାହା ଆବଶ୍ୟକ, ସେଥିପାଇଁ ହୁଏତ ସିଏ 100 ସ୍ୱର୍ଣ୍ଣ ମୁଦ୍ରା ମାଗନ୍ତି କିନ୍ତୁ ସେ ଦେଖିଲେ ଯେ ନାଇଁ ସେଇ 100 ସ୍ୱର୍ଣ୍ଣ ମୁଦ୍ରା ତାଙ୍କର ହବ ନାହିଁ। ତାଙ୍କର ଯାହା ଦରକାର ହଉଛି ସେଥିପାଇଁ ଅଧିକ ଦରକାର ସେ ଅଧିକ ଦିଅନ୍ତି। ଇଏ ମାଗିଥିବେ 100 ଅଧିକା ଦିଅନ୍ତି। କୋଉଠି ସ୍ଵର୍ଣ୍ଣ ମୁଦ୍ରା ଦରକାର ନାହିଁ, ତାଙ୍କୁ କାମ ଦରକାର କାମ ଦିଅନ୍ତି। ଏଇ ପ୍ରକାର ତାଙ୍କର ସବୁ ସାହାଯ୍ୟ କରନ୍ତି। କିନ୍ତୁ ୟାର ପରିଣାମ ସ୍ୱରୂପ କଣ ହୁଏ ନା ଲୋକମାନେ ତ ନିଶ୍ଚୟ ଭାବରେ ସମ୍ମାନ କରନ୍ତି। ଏଥିପାଇଁ ତମେ ସମ୍ମାନ ଗୋଟେବା ଦରକାର ପଡିବନି, ଅଟୋମେଟିକାଲି ସମ୍ମାନ କରିବେ। ଆମେ କିନ୍ତୁ ଭାବୁ କଣ ଯେ ମୁଁ ଅନ୍ୟ ଲୋକ ଯଦି ଅସୁବିଧାରେ ପଡିଛି ତାକୁ ସାହାଯ୍ୟ କରିଦେଲେ ସିଏ ମତେ ମୋ ପ୍ରତି କୃତଜ୍ଞ ହବ। ହଁ କୃତଜ୍ଞ ହବ, ମୁଣ୍ଡ ନୁଆଇବ, କିନ୍ତୁ ତମେ ଯଦି ଯଥାର୍ଥ ସାହାଯ୍ୟ କରିଥିବ ତେବେ ସେ ତୁମ ପ୍ରତି କୃତଜ୍ଞ ହବ। ଏମିତି ଉପରେ କେବଳ ସମ୍ମାନ କରିବା ପାଇଁ ଠିଆ ହବ ନାହିଁ।
କିନ୍ତୁ ଧନରତ୍ନ ସେଇଥିପାଇଁ ଅପାର ଭାବରେ ବଢି ଚାଲିଛି, ଅପାର ଭାବରେ ବଢି ଚାଲିଛି। ସେଇଠି ଅ ଛୋଟ ଦଳ ଚୋର କଣ କରିଛନ୍ତି, ସ୍ଥିର କରିଛନ୍ତି ଯେ ତାଙ୍କ ଘରୁ ଆସି ଚୋରି କରିବେ। ଚୋରି କରିବାକୁ ଯେତେବେଳେ ଆସି ପହଞ୍ଚୁଛନ୍ତି, ଅ, ସେତେବେଳକୁ ଦେଖିଲା ବେଳକୁ ଯୋଉଠି ଧନରତ୍ନ ସୁନା ରୂପା ସବୁ ସେ ରଖିଥିବେ, ସେଇଠି ନିଜେ ସେଠ ଶୋଇଛନ୍ତି। ତେଣୁ ସେ ଦେଖୁଛନ୍ତି ନା ଇଏ ସେଠ ଏଠି ଶୋଇଛନ୍ତି ମାନେ ଯଦି ଆମେ ଭଙ୍ଗା ଭଙ୍ଗି କରିବା ତାହେଲେ ସେ ଉଠିଯିବେ, ତେଣୁ ଆମେ ଧରା ପଡିଯିବା। ତେଣୁ ତାପରେ ସେ କଣ କରୁଛନ୍ତି, ଅ ଫେରି ଯିବା ବାଟରେ ଦେଖୁଛନ୍ତି ଆଉ ଖାଲି ହାତରେ ଫେରିଯିବା, କାଲିକି ଆସିବା, ଆଉ ଠିକ ଅଛି। ଗଲା ବେଳକୁ ଏତେ ଧାନ ଶସ୍ୟ ରହିଛି, ଚାଲ ଗୋଟେ ଗୋଟେ ବସ୍ତା ନେଇଯିବା, ଆଟଲିଷ୍ଟ କିଛି ନହେଲେ ଖାଇବା ଜିନିଷ ତ ମିଳିଯିବ। ତେଣୁ ସେ କଥାବାର୍ତ୍ତା ହେଇକି ସେ କହୁଛି ନା ନା ଯଦି ଖାଇବା ନେଇଯିବା ରଖିବା କୋଉଠି, କାଲି ସକାଳେ ଯଦି ସେ ଖୋଜିବ, ତାର ଗୋଟେ କାମ କରିବା ନେଇଯିବା ମାର୍କେଟରେ ବିକିଦବା। ଏ ବିକିଦେଲେ କାମ ସରିଲା। ତେଣୁ ସିଧାସଳଖ ସେ କଣ କରୁଛନ୍ତି, ଆ ଶସ୍ୟ ଗୋଟେ ଗୋଟେ ଅଖା ବସ୍ତା ସବୁ କାନ୍ଧରେ ପକେଇ ଚାଲିଲେ। ଯାଇକିରି ଯେତେବେଳେ ମାର୍କେଟରେ ଟିକେ ଦୂର ମାର୍କେଟରେ ବିକିବେ, କାହିଁକିନା ପାଖ ମାର୍କେଟରେ ବିକିଲେ ଜଣା ପଡିଯିବ। ତେଣୁ ଦୂର ମାର୍କେଟ ଯାଇକିରି ଯେତେବେଳେ ସେ ବିକିବାକୁ ଯାଉଛନ୍ତି, ଅ ସକାଳ ହେଇଗଲେ ତ ବିକିବେ ନା ଆଉ କଣ, ଯାଇ ଦୂର ମାର୍କେଟରେ ଚାଲି ଚାଲି ଯାଇ ପହଞ୍ଚିଗଲେ। ଦେଖିଲେ ସେଠ ସେତେବେଳେ ଉଠିକିରି ଉଠିକି କଣ କର ତାଙ୍କୁ ପଛେ ପଛେ ଚାଲିଛନ୍ତି। ଯେତେବେଳେ ସେ ଯୋଉ ଦୋକାନରେ ମୁଲଚାଲ କରିବାକୁ ଗଲାକୁ ଇଏ ସେଠୁ ସେଇଠି ପାଟି ଫିଟେଇଲେ, ଏ ବାବୁ ଆଉ ବହୁତ ବାଟ ବୋହିଲେଣି, ଥାଉ ଆଉ ବୋହନ ଏଇଠି ରଖିଦିଅ। ସିଏ ଯେମିତି ସେଠजीକୁ ଦେଖି ଦେଇଛନ୍ତି, ଆରେ ହେ ଧରା ପଡିଯିବ ଦୌଡିଲେ ଆଉ। ସେ ସବୁ ତାଙ୍କୁ ଅଟକେଇଲେ, କହିଲେ ରୁହ 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 ଦୌଡୁଛ କାହିଁ, ରୁହ, ତମକୁ ଜମାରୁ ବେଶୀ ମୁଁ ତମକୁ ଚୋର ବୋଲି ଧରୁନାହିଁ, କିଛି ନାହିଁ। ତମେ ଏତେ ବାଟ ଯେହେତୁ ବୋହିକି ଆଣିଲ, ତମକୁ ମୁଁ ପାରିଶ୍ରମିକ ଦଉଛି, ନିଅ। କାହିଁକିନା ମୁଁ ଯଦି ଗୋଟେ କୌଣସି ଲୋକ ଲଗେଇଥାନ୍ତି ତାହେଲେ ପାରିଶ୍ରମିକ ଦେଇଥାନ୍ତି। ତାଙ୍କୁ ପାରିଶ୍ରମିକ ଦଉଛନ୍ତି, ଦେଖ ସେଠଜୀ କେତେ ମହାନ ଉଦାର ବ୍ୟକ୍ତି। ପାରିଶ୍ରମିକ ଦଉଛନ୍ତି, ତାଙ୍କୁ ଯେତିକି ପାରିଶ୍ରମିକ ଦବା ହଉଛି ତାଙ୍କୁ ଦଉଛନ୍ତି। କିନ୍ତୁ ସେ ସେତକ ନେଇକି ପଳେଇଲେ। କିନ୍ତୁ ଚୋର ତ ଚୋର, ତାଙ୍କ ଭିତରେ ସେ ପ୍ରବୃତ୍ତି ଏପର୍ଯ୍ୟନ୍ତ ଆସିନାହିଁ ଯେ ସେମାନେ ନିଜେ ଉପାର୍ଜନ କରିବେ, କଷ୍ଟ କରିବେ ବା କରିବେ, ସେ ନାହିଁ। ଅନ୍ୟର ଅନ୍ୟର ଯୋଉ ଉପାର୍ଜନରୁ ନିଜେ ଗ୍ରହଣ କରିନେବା, ଯେମିତି କହନ୍ତିନି। ସେଥିପାଇଁ ଆପଣ ଦେଖିବେ କି ଜଣେ ଗୋଟେ ଗୋଷ୍ଠୀ ଭିତରେ କଣ ହୁଏ, କେ ଜଣ ଅନ୍ୟର ପରିଶ୍ରମକୁ ନିଜେ ଖାଇବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ଯେତେବେଳେ ନିନ୍ଦା ଆସିବ, ଅପବାଦ ଆସିବ, ସେତେବେଳେ ସେ ନିଜେ ନିଅନ୍ତି ନାହିଁ, ସେ କହିବେ ତାର ଭୁଲ ବୋଲି। କିନ୍ତୁ ପ୍ରଶଂସା ଆସିଲା ସେ କହିବେ ସବୁ ମୋ ଯୋଗୁଁ ହେଇଛି ନା, ଏମାନେ ସବୁ କୋଉଠି ଶିଖିଲେ, ମୋଠୁ ଶିଖିଛନ୍ତି। ଏମିତି ପ୍ରକାରର କରନ୍ତି। ତେଣୁ ଏଠି ସିଏ ପଳେଇ ଯାଉଛନ୍ତି, ଦେଖନ୍ତୁ ଏଠି କେହି କେହି ସେଇଠି ଲୋକ ସୁଧୁରି ଯାଇଥାନ୍ତେ, କିନ୍ତୁ ସିଏ ନ ସୁଧୁରିକି କଣ କଲେ, କହିଲେ ସେଠ ଆମକୁ ଏତିକି ପଇସା ଥିଲା, ହଉ ରହ କାଲି ଯାଇ କରିବା। ତେଣୁ ସେ ତା ପରଦିନ ଆସୁଛନ୍ତି, ଅ କଣ କରିବା ପାଇଁ ନା ପୁଣି ମାନେ କିଛି ଦିନ ଅନ୍ତରେ ସେଠଜୀ ଜଗିକି ରହୁଛନ୍ତି। ଦିନେ ସେ ଚେଇଁକି ରହିଛି, ଶୁଣିଲେ ଯେ ସେମାନେ ଆସି ପହଞ୍ଚି ଯାଇଛନ୍ତି, ମାନେ ଜାଣିଲେ ଯେ ଚୋର ଆସୁଛନ୍ତି ବୋଲି। ଦେଖିଲେ ନା, ସାଙ୍ଗେ ସାଙ୍ଗେ ସିଏ ଗୋଟେ ପ୍ଲାନ କଲେ, ତାଙ୍କ ପତ୍ନୀ କୁ କହିଲେ ଯେ ତୁମେ, ତାଙ୍କର ଗୋଟେ ପ୍ଲାନିଂ ହେଇଗଲା। ସେ ଯେତେବେଳେ ଚୋର ଆସୁଛନ୍ତି ସେତେବେଳେ ତାଙ୍କ ପତ୍ନୀ ଉଠି କହୁଛି ମୁଁ ସ୍ୱପ୍ନ ଦେଖିଲି, ମୁଁ ସର୍ଟରେ କହୁଛି ସମୟ ଅନୁସାରେ ଟିକେ ସାରିଦବା, ଯେ ଆମ ଘରୁ ସବୁ ଚୋର ଚୋରି କରି ନେଇଯାଇଛନ୍ତି, ଆଉ ତମେ ସେ ଯୋଉ ଟ୍ରେଜରୀ ଯୋଉ ଜିନିଷ ଅଛି ତାକୁ ଆଣିକି ଆଉ ଗୋଟେ କୋଉଠି ଜାଗା ରଖିଦବ। ନା ହଁ ମୁଁ ଜାଣିଛି ବା, ଚୋରଙ୍କ ଉପରେ କଣ ଭରସା ଅଛି, ସେଥିପାଇଁ ମୁଁ ସବୁ ଯାକ ଅ ଖଜାନା ଗୁଡାକ ବାନ୍ଧି ବୁନ୍ଧିକି ଆମ ବଗିଚାର ଯୋଉ ଜମି ପାଖରେ କୂଅରେ ପକେଇ ଦେଇଛି। ଚୋର କୋଉଠି ଜାଣିବ ସେଠି ଯେ ତାକୁ କାଢିବ। ଦେଖନ୍ତୁ ସେଠି ସିଏ ଚେଷ୍ଟା କଲେ ତାଙ୍କୁ ବଦଳେଇବା ପାଇଁ, କିନ୍ତୁ ସେ ନ ବଦଳିକି ପୁଣି ଆସିଛନ୍ତି। ତେଣୁ ଏଠି ସେ କଣ କଲେ, ଗୋଟେ ଉପାୟ କଲେ। ତାର ପରିଣାମ ସ୍ୱରୂପ ସେମାନେ ସବୁ ଲାଗିଗଲେ, ଯାଇକି କଣ କଲେ, କୂଅରୁ ସବୁ ପାଣିକୁ କାଢିବାକୁ ଆରମ୍ଭ କଲେ। କାଢିକି ଜମିକୁ ପାଣି ମରିଗଲା, କୂଅ ଖୋଳି 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 ସକାଳ ହେଇଗଲାଣି, କାଦୁଅ ଭର୍ତ୍ତି। ପୁଣି ସେଠଜୀ ଦେଖା ହେଇଗଲେ, ସେଠଜୀ ଉଠିକି ଗଲେ। ସିଏ ଦେଖିଲେ ଯେ ଆଉ ମିଳିଲା ନାହିଁ ଧନରତ୍ନ, ଜାଣିଲେ ଯେ ସେଠଜୀ ତାଙ୍କୁ ମୂର୍ଖ ବନେଇଛନ୍ତି। ସେଠଜୀ ତାଙ୍କୁ ପୁଣି କହୁଛନ୍ତି, ଦେଖ ତମେ ଯାହା ହଉ ମୋ ପାଣି ଦେଇଦେଲ ମୋ ଜମିରେ, ତେଣୁ ମୁଁ ତୁମକୁ ପାରିଶ୍ରମିକ ଦଉଛି, ଆଉ ତୁମେ ଯେ ନିଜେ ପରିଶ୍ରମ କରିକି ଅର୍ଥ ଉପାର୍ଜନ କରିବାକୁ ଚେଷ୍ଟା କର। ସେ ପୁଣି ପାରିଶ୍ରମିକ ନେଲେ, କିନ୍ତୁ ପଳେଇଲେ, ତଥାପି ସୁଧୁରିବାର ନା ନାହିଁ। ନେକ୍ସଟ ଟାଇମ କହିଲେ ର ସେଠଜୀକୁ ଏକାଥରେ ମାରିଦେଲେ ସରିଗଲା, ଆଉ ସବୁ ଯାକ ଆମର ହେଇଯିବ। ତା ପରଦିନ ମାରିବା ପାଇଁ ପୁରା ଧରିକି ଆସିଲେ। ସେତେବେଳକୁ ସେଠଜୀ ଦେଖିଥିଲେ ସବୁ ଯନ୍ତ୍ରପାତି ଅସ୍ତ୍ର ଫସ୍ତ୍ର ଧରିକି ଆସୁଛନ୍ତି ଦୂରରୁ, ସେ ଜାଣିଲେ ଯେ ସେଇ ଚୋର ମାନେ ହିଁ ଆସିଛନ୍ତି।
ସେ ଦେଖିଲେ ନା ବର୍ତ୍ତମାନ ହଉଛି କଣ, ସେ ତାଙ୍କର ବୁଦ୍ଧି ଅର୍ଜନ କରିବେ କଣ ପାଇଁ, ଯେ ଯୋଉ ବ୍ୟକ୍ତି ଯେତେବେଳେ ନ ସୁଧୁରୁଛି ତାକୁ ସୁଯୋଗ ଦିଆଗଲା, କିନ୍ତୁ ତଥାପି ସେ ନିଜେ ପରିବର୍ତ୍ତନ ହବା ପାଇଁ ସେ ସୁଯୋଗକୁ ବ୍ୟବହାର କରୁନାହାନ୍ତି। ଆମେ ଅନେକ ସମୟରେ ଏଇଭଳିଆ କରୁ, ଆମକୁ ଅନେକ ବାର ସୁଯୋଗ ଦିଆଯାଏ, ବାରମ୍ବାର ଦେଖେଇ ଦିଆଯାଏ ତମର ଭୁଲ ଏଇଠି ରହିଛି, ତମେ ତା ଦେହରେ ବଦଳି ଯାଅ, ଯଦି ନ ବଦଳନ୍ତି ତାର ଅସୁବିଧା ହୁଏ। ତାପରେ ସେଠୁ ସେ କଣ କରୁଛି, ପ୍ଲାନିଂ କରିକିରି ଘର ପାଖ ଲୋକଙ୍କୁ ଡାକିବା ପାଇଁ କଥାବାର୍ତ୍ତା କରି ସ୍ତ୍ରୀ ତାଙ୍କ ପତ୍ନୀଙ୍କ ସହିତ ସେ ଭଲ ପ୍ଲାନ୍ ଟେ କରିଛନ୍ତି, କରିକି ଘର ପାଖ ଲୋକ ସବୁ ଦୌଡା ଦୌଡେଇକି ଆସିଛନ୍ତି। ଏବଂ ଆସିଲା ପରେ କେମିତି ଆସିବେ, ଡାକିଦେଲେ ତ ହଠାତ୍ ଆସିବେନି, ତେଣୁ ସେ ତାଙ୍କ ପତ୍ନୀଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। କଣ କଥାବାର୍ତ୍ତା, ଆଉ ଯେ ଆମର ଯଦି ପୁଅଟେ ହୁଏ କି ଝିଅଟେ ହୁଏ, ଧରାଯାଉ ପୁଅଟେ ହେଲା, ତାର କଣ ନାଁ ରଖିବା। ସିଏ ସେଇଠୁ ଗୋଟେ ତାଙ୍କ ସ୍ତ୍ରୀ ଗୋଟେ ଭଲ ନାଁ କଣ କହୁଛନ୍ତି, ଶୋଇପଡିଥିଲେ ଉଠେଇକି ଜବରଦସ୍ତ ପଚାରୁଛନ୍ତି, ମାନେ କି କଷ୍ଟକର କଥା। ସିଏ ଗୋଟେ ନାଁ କହୁଛନ୍ତି, ନା 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 ମୁଁ ରଖିବି, ସେ ତାଙ୍କ ପଡିଶା ଘରର ଜଣକ ଲୋକଙ୍କ ନାଁ ସେ କହୁଛନ୍ତି, କିଏ ସେ, ସେଠ ସେଠୁ ଇଏ କହିଲେ ମୁଁ ଏଇଆ ରଖିବି, ସିଏ ଯୋଉ ନାଁ କହିଲେ ଇଏ ମନା କରି ତାକୁ କହିଲେ ଏଇଆ ରଖିବି। ସେଠୁ ତାପରେ ହଉ ଠିକ ଅଛି ତମେ ଯାହା ରଖୁଛ ରଖ, ମୁଁ ଶୋଇବି। ଆରେ ସେ ନିଦରେ ଶୋଇଥିଲା ଗୋଟେ ଲୋକଟା ଉଠେଇକି କହ, ହଉ ହେଲା ତମେ ରଖିଲ ରଖିଲ ଆଉ ସେଇଆ ରହିବ ଯାଅ, କହିକି ସେ ଶୋଇବାକୁ ଯାଉଛନ୍ତି। ଆଜ୍ଞା ରୁହ ମ, ଯଦି ଆମେ ତାପରେ ଯଦି ଦ୍ଵିତୀୟ ସନ୍ତାନ ଆସିଲା ତା ନାଁ କଣ ରଖିବି, ନା ଯାଅ ତମେ ଗୋଟେ କାମ କର ତା ନା ଚୋର ରଖିଦବ ଯାଅ। କିଏ, ତା ସ୍ତ୍ରୀ ରାଗିଗଲା, ସବୁବେଳେ ତମେ ଗୋଟେ ଚଲେଇଛ, ଗୋଟେ ରାତି ଅଧରେ ଉଠଉଛ। ସେଠୁ ଇଏ କହିଲେ ହଉ ଠିକ ଅଛି, ତା ନା ଚୋର ରଖିବା, ଭେରି ଗୁଡ ଭେରି ଗୁଡ। ସେଠୁକୁ ଇଏ ପୁଣି ଶୋଇବାକୁ, ରୁହ ଟିକେ ଶୁଣ ଟିକେ ମୋ କଥା, ନା କଣ, ନା ଆମ ଘରକୁ ଯଦି ଆମେ ଦି ଜଣଙ୍କ ଦେହ ଅସୁସ୍ଥ ଏବଂ ସେ ଦି ଜଣ ଛୁଆ ବାହାରେ ଯାହା ବୁଲୁଛନ୍ତି, ଆମେ ତାଙ୍କୁ ତମେ ଡାକିବାକୁ ଯିବ, ମୋ ଦେହ ଅସୁସ୍ଥ ହେଇଛି ତାକୁ ଡାକିବା, କେମିତି ଡାକିବା। ସେଠି କିଛି ନା ମୁଁ ବାହାରକୁ ପଳେଇବି ଡାକିନି, ଆରେ ତମେ ବାହାରକୁ କେମିତି ପଳେଇବ, ମୋ ଦେହଟା ଖରାପ ମତେ ଛାଡି ଦେଇ ପଳେଇବ, ମୁଁ କେମିତି ଡାକିଥାନ୍ତି, ମନେ କରିବେ ତମ ଦେହ ଖରାପ, ମୁଁ କେମିତି ଡାକିଥାନ୍ତି, ମୁଁ ସେଉଠି ଥାଇକି ବଡ ପାଟିରେ ଡାକିଥାନ୍ତି। କେମିତି ଡାକିଥାନ୍ତି, ଏ ଲଲାମ ସିଂ ଚୋରରେ ଦୌଡି ଆସ, ଚୋର ଆସିଗଲା ରେ, ଚୋରରେ ଦୌଡି ଆସ, ମାନେ ଏମିତି ବଡ ପାଟିରେ କହିଲେ, ମୁଁ ଏମିତି ଡାକିବି, ଏମିତି ଡାକିବି, କହିବି ବଡ ପାଟିରେ ଡାକେ, ଏ ଲଲନ ସିଂ ଚୋରରେ ଦୌଡିକି ଆସ, ଦୌଡିକି ଆସ, ବଡ ପାଟିରେ ଡାକିଲେ। ପଡିଶା ଘର ଲୋକ ଉଠିଗଲେ, କଣ ସେ ଡାକୁଛନ୍ତି ଲଲନ ସିଂ ଚୋରରେ ଦୌଡିକି ଆସ, ତାମାନେ ମାନେ ଲଲନ ସିଂ ନିଦ ଭାଙ୍ଗିଗଲା, ପାଖ ପଡିଶା ଲୋକଙ୍କର କିଛି କିଛି ନିଦ ଭାଙ୍ଗିଗଲା, ତାମାନେ ସାଧୁଙ୍କ ସେଠଙ୍କ ଘରେ ଚୋର ବୋଧେ ପଶି ଆସିଛି। ତେଣୁ ସେମାନେ ସମସ୍ତେ ଦୌଡା ଧାଁ ହେଇକି ଲୋକଙ୍କ ପାଖ ଡାକିକିରି ବାଡି ଫାଡି ଧରିକି ଆସି ପହଞ୍ଚିଗଲେ, ଚୋର ମାନଙ୍କୁ ଧରିଲେ, ତାପରେ ତାଙ୍କୁ ସିପାହୀ ମାନଙ୍କୁ ବା ପୋଲିସଙ୍କୁ ଧରେଇ ଦେଲେ। ଏଠି କଣ ହେଲା, କେତେକ ବ୍ୟକ୍ତି ଥାନ୍ତି ଯୋଉମାନେ ତାଙ୍କର ଆଚରଣ, ତାଙ୍କର ଯୋଉ କାର୍ଯ୍ୟ କରିବାର ପ୍ରଣାଳୀ, ଜୀବନ ଯାପନ ପ୍ରଣାଳୀ, ସେମାନେ ବଦଳେଇବାକୁ ଚାହାନ୍ତି ନାହିଁ। ତୁମେ ତାଙ୍କୁ, ଭଗବାନ ତାଙ୍କୁ ଅନେକ ସୁଯୋଗ ଦିଅନ୍ତି, କିନ୍ତୁ ସେମାନେ ସେମିତି ସେଇଥିରେ ବଞ୍ଚିବାକୁ ଚେଷ୍ଟା କରନ୍ତି। ତେଣୁ ଆମ ଜୀବନରେ ଆମେ ଅହଂକୁ ପ୍ରତିଷ୍ଠା କରିବା ପାଇଁ, ନିଜକୁ ପ୍ରତିଷ୍ଠା କରିବା ପାଇଁ, ନିଜର ସ୍ୱାର୍ଥ ପାଇଁ ଆମେ ଅନେକ ପ୍ରଚେଷ୍ଟା ଯୋଉ କରୁ, ସେଗୁଡା ସବୁ ହଉଛି ନିରର୍ଥକ ପ୍ରୟାସ। ଯଥାର୍ଥ ପ୍ରୟାସ ହଉଛି ଭଗବାନ କେମିତି ପ୍ରତିଷ୍ଠିତ ହେବେ, ମୋ ଭିତରେ ମୋ ଅନ୍ତରାତ୍ମାକୁ କେମିତି ଆବିଷ୍କାର କରିବି। ସେଥିପାଇଁ ମୋର ଜୀବନ ପ୍ରଣାଳୀ, ଆମେ ଦେଖୁଛନ୍ତି ଆମେ ଯୋଉ ପ୍ରକାରର ଚିନ୍ତା ଚେତନା ରହିବା, ଆମ ଜୀବନ ସେଇ ଅନୁସାରେ ତିଆରି ହଉଛି। ଯୋଉ ପ୍ରକାର ଜୀବନ ପ୍ରଣାଳୀ କରିବା, ସେଇ ଅନୁସାରେ ମୋର ମନ ପ୍ରାଣ ଶରୀର ଉପରେ ଚୈତ୍ୟର ପ୍ରଭାବ ପଡିବ। ତେଣୁ ମୁଁ ଶବ୍ଦ, ନିଦ୍ରା, ଖାଦ୍ୟ, ବ୍ୟକ୍ତି, ଯାହା ସହିତ ବି ପରିବେଶ, ମୁଁ ଏମିତି ପ୍ରସ୍ତୁତ କରିବି ଯେପରି ଚୈତ୍ୟ ଆବିଷ୍କାର ଏବଂ ମୋର ଯଥାର୍ଥ ଅଗ୍ରଗତି ବା ଚେତନାର ଅଗ୍ରଗତିରେ ଏଗୁଡିକ ସାହାଯ୍ୟ କରିବ। ସେଥିପାଇଁ ଆମେ ପ୍ରୟାସରତ ରହିବା। ଏଇଟା ହିଁ ହଉଛି ଯଥାର୍ଥ ପ୍ରୟାସ, ଯଥାର୍ଥ ଜୀବନ ପ୍ରଣାଳୀ। ଏବଂ ଯଦି ଦେଖିବେ, ଶବ୍ଦ ବି ନିରର୍ଥକ ଶବ୍ଦ ଆଉ ବାହାରିବ ନାହିଁ। ମା, ଥ୍ୟାଙ୍କ ୟୁ ଅଲ୍, ହରବାର।